ବାଲ ହନୁମାନଙ୍କ ଗଳ୍ପ। ପ୍ରଭୁ ଶିବଙ୍କ ଅଂଶ ଭାବରେ ଅଞ୍ଜନା ଓ କେଶରୀଙ୍କ ଗର୍ଭରେ ଜନ୍ମ ନେଲେ ହନୁମାନ। ଶିଶୁବସ୍ଥାରୁ ସେ ବହୁତ ଚଞ୍ଚଳ, ଖେଳୁଆ ଓ ଶକ୍ତିଶାଳୀ ଥିଲେ। ଏକଦିନ ସକାଳେ ସୂର୍ଯ୍ୟୋଦୟରେ ଛୋଟ ହନୁମାନ ଆକାଶରେ ଉଦୟମାନ ସୂର୍ଯ୍ୟଙ୍କୁ ଲାଲ ଫଳ, ଆମ୍ବ କିମ୍ବା କୋଳି ବୋଲି ଭାବି ଖାଇବାକୁ ଚାହିଁଲେ। ସେ ତାଙ୍କର ଅସୀମ ଶକ୍ତିରେ ଆକାଶକୁ ଲମ୍ବି ସୂର୍ଯ୍ୟଙ୍କ ଦିଗକୁ ଗଲେ। ଏହା ଦେଖି ଦେବତାମାନେ ଭୟଭୀତ ହେଲେ। ଯଦି ହନୁମାନ ସୂର୍ଯ୍ୟଙ୍କୁ ଖାଇଦେବେ, ସମସ୍ତ ବ୍ରହ୍ମାଣ୍ଡ ଅନ୍ଧକାରରେ ଡୁବିଯିବ। ତାପରେ ଇନ୍ଦ୍ରଦେବ ତାଙ୍କର ବଜ୍ରାଯୁଧ ସହିତ ହନୁମାନଙ୍କୁ ଘାତ କଲେ। ବଜ୍ର ଲାଗି ହନୁମାନ ପୃଥିବୀକୁ ପଡ଼ି ବେହୋସ ହୋଇଗଲେ। ଏହାରେ ବାୟୁଦେବ, ହନୁମାନଙ୍କ ପିତା, ଋଷିଗଲେ ଓ ସମସ୍ତ ପ୍ରାଣବାୟୁ ହାୱାକୁ ସୃଷ୍ଟିରୁ ଟାଣିନେଲେ। ଏହିପରି ବ୍ରହ୍ମାଣ୍ଡରେ ସମସ୍ତ ପ୍ରାଣୀ ସଙ୍କଟରେ ପଡ଼ିଲେ। ତାପରେ ସମସ୍ତ ଦେବତାମାନେ ମିଶି ହନୁମାନଙ୍କୁ ପୁଣି ଜୀବନ ଦେଲେ ଓ ତାଙ୍କୁ ଅନେକ ବରଦାନ ଦେଲେ। ବ୍ରହ୍ମାଙ୍କରୁ ଅନନ୍ତ ବିବେକ, ବିଷ୍ଣୁଙ୍କରୁ କୌଣସି ଅସ୍ତ୍ର ତାଙ୍କୁ ମାରିପାରିବ ନାହିଁ, ଅଗ୍ନିଦେବରୁ ଅଗ୍ନି ତାଙ୍କୁ କେବେ ପୋଡ଼ିବ ନାହିଁ, ବରୁଣଙ୍କରୁ ଜଳେ କିଛି କ୍ଷତି ହେବ ନାହିଁ, ଯମରାଜଙ୍କରୁ ମୃତ୍ୟୁ ତାଙ୍କୁ ଛୁଇଁ ପାରିବ ନାହିଁ। ଏହିପରି ଦେବତାଙ୍କର ବରଦାନରେ ହନୁମାନ ଅମର, ବଳୀୟ ଓ ବୁଦ୍ଧିମାନ ହେଲେ। ସେ ଭଗବାନ ରାମଙ୍କ ପ୍ରିୟ ଭକ୍ତ ହୋଇ ପରେ ରାମାୟଣରେ ବିଶେଷ ସେବା କଲେ। ଏହି କାହାଣୀରୁ ଶିକ୍ଷା, ଶିଶୁବସ୍ଥାରୁ ମଧ୍ୟ ଶକ୍ତି ସହିତ ବୁଦ୍ଧିର ମିଶ୍ରଣ ଦରକାର। ଭକ୍ତି, ବୁଦ୍ଧି ଓ ବଳ ଥିଲେ କିଛି ବି ଅସମ୍ଭବ ନୁହେଁ।